ଆରେ ପିଲାମାନେ ଭଗବାନ ତମମାନଙ୍କୁ ସଦା ସର୍ବଦା ଖୁସିରେ ରଖିଥାଉ। এই শোন বাবা ଆରେ ମାନସ ମା ଆରେ ମାନେନେ ମା ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ହଁ ମା ମାନେନେ ମା ତୋ ଭାଇ ହାତରେ ରାକ୍ଷୀ ବାନ୍ଧିଲୁ ମା। ହଁ ମା ଆରେ ମାନସ ମା ତୋ ଭଉଣୀ ତୋ ହାତରେ ରାକ୍ଷୀ ବାନ୍ଧିଲା। ହଁ ମା ହେଲେ ମାନେନେ ମା ତୋ ଭାଇଟା ତୋତେ କି ପାଉଣା ଦେଇଛି? ମା ଭାଇ ମତେ ସୁନା ମୁଦି ଦେଇଛନ୍ତି। ବାহ ଭାଇ ତୋତେ ସୁନା ମୁଦିଟେ ଦେଇଛି। ହଁ ମା ହେଲେ ସେ ସୁନା ମୁଦିଟା ତୋ ହାତକୁ ଭାରି ଶୁଭ ପାଉଛି। ହଁ ମା ସ୍ୱାମୀ এ ଦେଖିଲା হ্যাঁ ଆମର ଏ ମାନସ ତା ଭଉଣୀକୁ ସୁନା ମୁଦି ଦେଇଛି। নিশ্চয় প্রিয়ারে কাହା ପୁଅ କହୁଛ ବୈଦେହୀ ରାଜ୍ୟରେ ଦିନେ ନା ଦିନେ ସେ ଉତ୍ତରାଧିକାରୀ ହେବ ମଉଡ଼ମଣି ହେବ। ଆଉ ଉତ୍ତରାଧିକାରୀ ହେଲା ସମୟରେ ସେ ତା ଭଉଣୀକୁ ହୀରା ନୀଲା ମୋତି ମାଣିକ୍ୟରେ ପୋତି ଦେବ। ହଁ ପ୍ରିୟା ହେଲେ ପିଲାମାନେ ମା ଆଜି ହେଉଛି ଏଇ ପବିତ୍ର ରକ୍ଷାବନ୍ଧନରେ ହଁ ମା ତମମାନଙ୍କ ପାଇଁ ମୁଁ ତମ ପସନ୍ଦର ଖାଦ୍ୟ ତିଆରି କରିଥାଏ। ସତରେ ମା ହରେ ପିଲାମାନେ ତାହେଲେ ଆସ ସେ ଖାଦ୍ୟଟା ମୋ ହାତରେ ଖୁଆଇ ଦେବି। ନା ମା ଆମେ ସେ ଖାଦ୍ୟ ଜମାରୁ ଖାଇବୁନି। ହେଲେ କାହିଁକି ଖାଇବନି? ଛୋଟବେଳେ ଯୋଉ ଗୀତ ଗାଇ ଜନମାମୁକୁ ଦେଖେଇ ଆମକୁ ଖୁଆଇ ଦେଉଥିଲ ସେ ଗୀତ ଗାଇଲେ ଆମେ ଖାଇବୁ, ନହେଲେ ଜମାରୁ ଖାଇବୁନି। ଆରେ ପିଲାମାନେ ସେ ସମୟରେ ପୁରା ତମେ କୁନିଟିଏ ହୋଇଥିଲ ଆଉ ଅବୁଝା ବି ହେଉଥିଲ। ଏବେ ତ ତମେ ମାନେ 10 ବର୍ଷ ହେଲାଣି ଆଉ ସେ ଗୀତ ବି ମୋର ମନେ ନାହିଁ। ନା ରେ ବାବା ନା। ବାପା ମାଙ୍କୁ ବୁଝାଅ। ରଶ୍ମି ଦେଖ ଆମର ସୁନା ସଂସାର କହିଲେ ମାନିଲି ଆଉ ମାନସ ଯଦି ତାଙ୍କର ମନ ଦୁଃଖ ହେବ ତାହେଲେ ମୁଁ ବି ସହାୟ କରିପାରିବିନି। ସେମାନେ ଯଦି ଗୀତ ଶୁଣିବା ପାଇଁ ଇଚ୍ଛା କରୁଛନ୍ତି ତାହେଲେ ନିଶ୍ଚୟ ତମେ ଗୀତ ଶୁଣାଇବା ପାଇଁ ବାଧ୍ୟ। ଠିକ ଅଛି ତମେ ସମସ୍ତେ ମୋତେ ଜିଦ୍ ଧରିଛ ମାନେ ସେଇ ଆକାଶର ଜହ୍ନ ମାମୁକୁ ଦେଖି ମୁଁ ତମମାନଙ୍କୁ ଖୁଆଇ ଦେବି। ଆରେ ପିଲାମାନେ ମା ତାହେଲେ ଆସ ସେଇ ଆକାଶର ଜହ୍ନ ମାମୁକୁ ଦେଖି କରି ଆଜି ମୁଁ ତମମାନଙ୍କୁ ଖୁଆଇ ଦେବି। ହଁ ମା আরে জন্য মামো ছাড়ি সরগ পরা খসি খসি